ଉଦ୍ଯାପିତ ହେଲା 9 ଦିନିଆ ରେମୁଣା ମହୋତ୍ସବ। 9 ଦିନ ବ୍ୟାପୀ ଚାଲିଥିବା ରେମୁଣା ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଯାଇଛି। ଶେଷ ଦିନ ମେଳା ପଡ଼ିଆରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ସାନ୍ଧ୍ୟ ମହୋତ୍ସବରେ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଚିରଞ୍ଜିତ ଯୋଗଦେଇ ମହୋତ୍ସବ ଲୋକଙ୍କୁ ଏକଜୁଟ କରିବାର ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୀଳଗିରି ଏସ୍ଡିପିଓ ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇ ମହୋତ୍ସବର ଦୀର୍ଘାୟୁ କାମନା କରିଥିଲେ। ଏହି ଅବସରରେ ମୁଖପତ୍ର ରମ୍ୟ ରେମୁଣା ଉନ୍ମୋଚିତ ହୋଇଥିଲା। କିରଣ କୁମାର ମହାରଣା ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ ମାଧବାନନ୍ଦ ବେହେରା ଧନ୍ୟବାଦ ଦେଇଥିଲେ। ମହୋତ୍ସବ କମିଟି ସଭାପତି ବିଶ୍ୱମ୍ବର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ ରଣା ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଉତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ସ୍ଥାନୀୟ ତଥା ବାଲେଶ୍ୱର ବାହାରୁ ବିଭିନ୍ନ ଦୋକାନ ବଜାରର ଷ୍ଟଲ ଗୁଡ଼ିକରେ ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ରେମୁଣା ମହୋତ୍ସବର ଚେୟାରମ୍ୟାନ୍ ଆପଣଙ୍କର ବି ମନ ଦୁଃଖ ହଉଥିବ। ମତେ ଆସିଲା ବେଳେ ବହୁ ଲୋକ କହିଛନ୍ତି କାଲି ରାତିରେ ନିଦ ହବନି, କାଲିକି ଏତେ ଇନଭଲ୍ଭ ଅଛନ୍ତି। ଏଇ ଯୋଉ 9 ଦିନ ଧରିକି ଏଇ ଯୋଉ ମହୋତ୍ସବ ହଉଛି, ଏଇଟା ତ ଆପେ ଆପେ ହଉନି। ବହୁ ଲୋକଙ୍କର ସାହାଯ୍ୟ, ସହାନୁଭୂତି, ପରିଶ୍ରମ ଏବଂ ଭଲ ପାଇବା ଭିତରେ ଏଇଟା ହଉଛି। ପ୍ରାୟ 9 ଦିନ ହଉଛି। ମତେ ଛୁଟିଆ କଥା ନୁହଁ। ଏବଂ ଆ ଭିତରେ ବାଲେଶ୍ୱର ଏକ୍ସପୋ ବି ଆ ଭିତରେ ପଡ଼ିଥିଲା। ଏଥର କେବଳ ନୂଆ କଥା ନୁହଁ, ବିଭିନ୍ନ ସମୟ ରେମୁଣା ମହୋତ୍ସବ ହେଲା ବେଳେ ବାଲେଶ୍ୱର ସ୍ତରୀୟ ସରକାର ସ୍ପନ୍ସର୍ଡ ବହୁ ସମୟର ଆମ ମହୋତ୍ସବ ହେଇଛି ଏବଂ ସେଥିରେ କମ୍ପିଟ୍ କରିଛି। ସେଥିପାଇଁ ଆମର ଗର୍ବ କରିବା କଥା ନାହିଁ। ମୁଁ ଏଇଟା ବ୍ୟକ୍ତିଗତ ଭାବରେ ଆପଣମାନଙ୍କୁ କହିବାକୁ ଚାହୁଁଛି, ଏଇଟା ଘଟଣା ମୋ ନିଜ ଜୀବନର ଅନୁଭୂତି। ମୁଁ ତ କାହିଁକିନା ଏଇ 18 ବର୍ଷ ଧରିକି ପ୍ରଥମରୁ ଆଦିରୁ ରହିଛି ଯେହେତୁ ଚେୟାରମ୍ୟାନ୍। ମୁଁ ଚେୟାରମ୍ୟାନ୍ କ'ଣ, ଚେୟାରମ୍ୟାନ୍ଟା ହେଉଛି 3ଟା କମିଟି ଏଠି ଅଛି। ଗୋଟେ ହେଉଛି ଏଠିକାର ତାରିଣୀ କମିଟି ଅଛି, ତାର ସେ କମିଟିର ତାରିଣୀ କମିଟିର ମେମ୍ବର ମାନେ ଅଛନ୍ତି, ବଜାର କମିଟି ସାଙ୍ଗରେ ଅଛନ୍ତି ଏବଂ ମହୋତ୍ସବ କମିଟି। ଏଇ 3ଟି କମିଟିକୁ କୋଅର୍ଡିନେଟ୍ କରିବା ପାଇଁ ବହୁତ ଚେୟାରମ୍ୟାନ୍।